ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଲୁ ଯେ ଯୀଶୁ ସତ୍ୟକୁ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଲୋକଙ୍କ ନିକଟରେ ତାହା ପ୍ରକାଶ କରିବାକୁ ଏବଂ ଅନିଚ୍ଛୁକ ଲୋକଙ୍କଠାରୁ ତାହା ଗୁପ୍ତ ରଖିବାକୁ ଦୃଷ୍ଟାନ୍ତ ଗୁଡ଼ିକର ବ୍ୟବହାର କରୁଥିଲେ। ଏହି ଦୃଷ୍ଟାନ୍ତ ଗୁଡ଼ିକ ରାଜ୍ୟର ବର୍ତ୍ତମାନର ଅବସ୍ଥାକୁ ବର୍ଣ୍ଣନା କରେ। ଆଜିର ଅଧ୍ୟୟନରେ ଆମେ ମାଥ୍ୟୁ 13 ଅଧ୍ୟାୟ ଅଧ୍ୟୟନ ଜାରି ରଖିବା ଏବଂ ଗୁପ୍ତ ସମ୍ପଦ, ବହୁମୂଲ୍ୟ ମୁକ୍ତା, ସମୁଦ୍ରରେ ପକାଯାଇଥିବା ଜାଲ ଏବଂ ଗୃହକର୍ତ୍ତାଙ୍କ ଦୃଷ୍ଟାନ୍ତ ବିଷୟରେ ଜାଣିବା। ତେବେ ଆସନ୍ତୁ ଅଧ୍ୟୟନକୁ ଯିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ବିଷୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ମାଥ୍ୟୁ ଲିଖିତ ସୁସମାଚାର ତାର 13 ପର୍ବ ତାର 34 ପଦରୁ 58 ପଦର ଶେଷ ଯାଏ। ମାଥ୍ୟୁ 13 ପର୍ବ ତାର 34 ଏବଂ 35 ପଦରେ ଲେଖା ଅଛି, ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକ ସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁନଥିଲେ। ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତର ପତ୍ତନାବଧି ଗୁପ୍ତ ବିଷୟ ସବୁ ବ୍ୟକ୍ତ କରିବା। ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତର ପତନାବଧି ଗୁପ୍ତ ବିଷୟ ସବୁ ବ୍ୟକ୍ତ କରିବା। ଏହି ଉକ୍ତିକୁ ସ୍ପଷ୍ଟ ଭାବରେ ବୁଝିବା ଆବଶ୍ୟକ। ପ୍ରଭୁ ଆମକୁ ସମ୍ପୂର୍ଣ୍ଣ ନୂତନ ସତ୍ୟ ବିଷୟରେ କହୁଛନ୍ତି। ବର୍ତ୍ତମାନ ସେ ଦୃଷ୍ଟାନ୍ତ ଭାବରେ ଯାହା ସବୁ ପ୍ରକାଶ କରୁଛନ୍ତି, ତାହା ପୁରାତନ ନିୟମରେ କେବେ ହେଲେ ଏପରି ଦୃଷ୍ଟାନ୍ତ ଭାବରେ ପ୍ରକାଶ କରାଯାଇନଥିଲା। ମାଥ୍ୟୁ 13 ପର୍ବ ତାର 36 ପଦରେ ଲେଖା ଅଛି, ପରେ ସେ ଲୋକ ସମୂହକୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ। ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ଆମମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ। ଯୀଶୁ ଲୋକ ସମୂହକୁ ବିଦାୟ ଦେଲା ପରେ ନିଜ ଶିଷ୍ୟମାନଙ୍କୁ ଏହି ଶିକ୍ଷା ଦେଉଛନ୍ତି। ସେ ସେମାନଙ୍କୁ କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ଦେଇ କହୁଛନ୍ତି, ଆମେ ପୂର୍ବରୁ ଏ ବିଷୟରେ ଆଲୋଚନା କରିସାରିଛୁ, କିନ୍ତୁ ଆସନ୍ତୁ ଧର୍ମଶାସ୍ତ୍ରରେ ଯେପରି ଲେଖାଯାଇଛି ତାହାକୁ ସେପରି ପଢ଼ିବା। ମାଥ୍ୟୁ 13 ପର୍ବ ତାର 37 ପଦରୁ 40 ପଦରେ ଲେଖା ଅଛି, ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର। କ୍ଷେତ ଜଗତ, ଭଲ ବିହନ ରାଜ୍ୟର ସନ୍ତାନମାନେ, ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ। ଯେଉଁ ଶତ୍ରୁ ତାହା ବୁଣିଲା ସେ ଶୟତାନ। ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି କଟାଳି ସବୁ ଦୂତମାନେ। ଅତଏବ ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ, ଯୁଗାନ୍ତ ସମୟରେ ସେପରି ଘଟିବ। ଆଜିର ସମୟରେ ଖ୍ରୀଷ୍ଟ ଧର୍ମର ସ୍ଥିତିର ସଠିକ୍ ଚିତ୍ର। ପ୍ରଭୁଙ୍କର ଭବିଷ୍ୟବାଣୀ କେବେ ହେଲେ ଭୁଲ ହୋଇନାହିଁ, ତାହା ସମ୍ପୂର୍ଣ୍ଣ ସଠିକ୍ ସେହିପରି ଭାବରେ ପୂରଣ ହୋଇଛି। ମାଥ୍ୟୁ 13 ପର୍ବ ତାର 41 ପଦରେ ଲେଖା ଅଛି, ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ। ଆପଣ ଦେଖନ୍ତୁ, 1000 ବର୍ଷର ଶାସନ ସମୟରେ ମଧ୍ୟ ରାଜ୍ୟ ମଧ୍ୟରେ ମନ୍ଦ ଶକ୍ତି ନିଜର କୁତ୍ସିତ ରୂପ ଦେଖାଇବ, କିନ୍ତୁ ସେତେବେଳେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଆଯିବ। ମାଥ୍ୟୁ 13 ପର୍ବ ତାର 42 ଏବଂ 43 ପଦରେ ଲେଖା ଅଛି, ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷେପ କରିବେ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜମୟ ଦେଖାଯିବେ। ଯାହାର କାନ ଅଛି ସେ ଶୁଣୁ। ଧର୍ମଶାସ୍ତ୍ରର ଏହି କଠୋର ବାକ୍ୟ ସବୁ ଆମ ପ୍ରଭୁଙ୍କ କୋମଳ ଓଷ୍ଠରୁ ନିର୍ଗତ ହୋଇଛି। ଶେଷ 3ଟି ଦୃଷ୍ଟାନ୍ତ ଅସାଧାରଣ, କାରଣ ସେଗୁଡ଼ିକ ସ୍ୱର୍ଗ ରାଜ୍ୟର କେତେକ ଭିନ୍ନ ଦିଗ ବିଷୟରେ ଆମକୁ କହେ, ଯେପରି ଏହା ଆଜି ଘଟୁଛି। ଆମେ ଦୃଷ୍ଟାନ୍ତରେ ଦେଖିବା ଯେ କ୍ଷେତ୍ରରେ ଗୁପ୍ତ ଥିବା ଧନ, ଯାହା ମାଥ୍ୟୁ 13 ପର୍ବ ତାର 44 ପଦରେ ଲେଖା ଅଛି,
ସ୍ୱର୍ଗରାଜ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା। ଏହି ଗୁପ୍ତ ଧନ ହେଉଛି ଇସ୍ରାଏଲ। କ୍ଷେତ୍ର ହେଉଛି ଏହି ଜଗତ। ମନୁଷ୍ୟ ହେଉଛନ୍ତି ମନୁଷ୍ୟପୁତ୍ର ଯୀଶୁ, ଯିଏକି ଇସ୍ରାଏଲ ଜାତିର ମୁକ୍ତି ପାଇଁ ନିଜକୁ ବଳିଦାନ ଦେଇଥିଲେ। ଏହା ଜଣେ ପାପୀ ସୁସମାଚାର କିଣିବା ବିଷୟରେ ନୁହେଁ, କାରଣ ସୁସମାଚାର କୌଣସି କ୍ଷେତ୍ରରେ ଲୁଚି ରହିନାହିଁ। କିନ୍ତୁ ପ୍ରକୃତରେ ଇସ୍ରାଏଲ ଆଜି ସମଗ୍ର ବିଶ୍ୱରେ ପୋତି ହୋଇ ରହିଛି। କେହି କହିପାରନ୍ତି, କିନ୍ତୁ ସେମାନେ ତ ଏବେ ଏକ ସ୍ୱତନ୍ତ୍ର ଜାତି। ବାସ୍ତବରେ ସେମାନେ ସ୍ୱତନ୍ତ୍ର ଜାତି, କିନ୍ତୁ ସେମାନେ ଏବେ ସଂଘର୍ଷ କରୁଛନ୍ତି। ସେମାନେ ନିଜ ଭୂମିକୁ ସେତେବେଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରିନାହାନ୍ତି। ସେମାନେ ଏହାକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରୁ ପାଇନାହାନ୍ତି। ଇସ୍ରାଏଲରୁ ଆସିଥିବା ଏକ ଖବରକାଗଜ ପଢ଼ି ମୁଁ ବହୁତ ଆଗ୍ରହୀ ହୋଇଥିଲି, ଯେଉଁଥିରେ କିଛି ବୈଜ୍ଞାନିକମାନଙ୍କର ଏକ ସମ୍ମିଳନୀ ବିଷୟରେ ଲେଖାଥିଲା। ସେଠାରେ ଥିବା ଏକ ଚିତ୍ରରେ ମୁଁ ମଞ୍ଚ ଉପରେ ଏକ ବଡ଼ ସାଇନ୍ ବୋର୍ଡ଼ ଦେଖିଲି, ଯେଉଁଥିରେ ଏବ୍ରି ଏବଂ ଇଂରାଜୀ ଉଭୟ ଭାଷାରେ କିଛି ଏଭଳି ଲେଖାଥିଲା, ବିଜ୍ଞାନ ଏହି ଦେଶକୁ ଶାନ୍ତି ଆଣିଦେବ। ମୁଁ ଆପଣଙ୍କୁ ଏତିକି କହିବାକୁ ଚାହେଁ ଯେ ବିଜ୍ଞାନ ଇସ୍ରାଏଲକୁ ଶାନ୍ତି ଆଣିଦେବ ନାହିଁ, କିମ୍ବା ଅନ୍ୟ କୌଣସି ଦେଶକୁ ମଧ୍ୟ ନୁହେଁ। କେବଳ ଶାନ୍ତିର ରାଜକୁମାର ହିଁ ତାହା କରିବାକୁ ସମର୍ଥ। ପ୍ରକୃତରେ ଇସ୍ରାଏଲିଆମାନେ ସମଗ୍ର ବିଶ୍ୱରେ ବିଛେଇ ହୋଇ ରହିଛନ୍ତି। ଜିହୁଦୀମାନଙ୍କର ସର୍ବାଧିକ ଜନସଂଖ୍ୟା ଇସ୍ରାଏଲରେ ନୁହେଁ, ବରଂ ନ୍ୟୁୟର୍କର ସିଟିରେ ଅଛି। ଜିହୁଦୀମାନେ ପୃଥିବୀର ପ୍ରତିଟି କୋଣରେ ବିକ୍ଷିପ୍ତ ହୋଇ ରହିଛନ୍ତି, କିନ୍ତୁ ଏକଜାତି ଭାବରେ ଇସ୍ରାଏଲ ପାଇଁ ପରମେଶ୍ୱରଙ୍କର ଯୋଜନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ରୋମିଓ 11 ପର୍ବ ତାର 1 ଏବଂ 2 ପଦରେ ପାଉଲ କହନ୍ତି, ତେବେ ମୁଁ କହେଁ, ଈଶ୍ୱର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରାହ୍ମଙ୍କ ବଂଶଜାତ ବିନ୍ୟାମିନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ। ଈଶ୍ୱର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରିନାହାନ୍ତି। ପାଉଲ ବିଶ୍ୱାସ କରୁଥିଲେ ଯେ ଇସ୍ରାଏଲକୁ ଈଶ୍ୱର ପରିତ୍ୟାଗ କରିନାହାନ୍ତି। ପୁରାତନ ନିୟମରେ ଭାବବାଦୀ ଲେଖନ୍ତି ଯେ ଇସ୍ରାଏଲ ନିମନ୍ତେ ନୂଆ ଦିନ ଆସିବ। ଜିଖରୀୟ 12 ପର୍ବ ତାର 10 ପଦରେ ଲେଖା ଅଛି, ପୁଣି ଆମ୍ଭେ ଦାଉଦ ବଂଶ ଉପରେ ଓ ଜେରୁସାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମାବୃଷ୍ଟି କରିବା। ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍ ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। ଆଉ କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ। ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ। ଜିରିମିୟ ଭାବବାଦୀ ଅନେକ ସ୍ଥାନରେ କହନ୍ତି ଯେ ସେ ଇସ୍ରାଏଲ ଲୋକମାନଙ୍କୁ ସଂଗ୍ରହ କରିବେ ଓ ଈଶ୍ୱର ସେମାନଙ୍କୁ ଆପଣା ଦେଶକୁ ନେଇ ଆସିବେ। ତାହା ଭବିଷ୍ୟତରେ ଘଟିବ। ଯେତେବେଳେ ଈଶ୍ୱର ସେମାନଙ୍କୁ ଏକତ୍ର କରିବେ, ତାହା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କାର୍ଯ୍ୟ ହେବ। ସେମାନେ ମିଶରରୁ ମୁକ୍ତ ହୋଇ ପ୍ରତିଜ୍ଞାତ ଦେଶକୁ ଆସିବାର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ଉତ୍ସବର ସହିତ ପାଳନ କରୁଛନ୍ତି, ତାଙ୍କୁ ଭୁଲିଯିବେ। ଈଶ୍ୱର ଇସ୍ରାଏଲ ଜାତିକୁ ପରିତ୍ୟାଗ କରିବେ ନାହିଁ। ଏହି ଦୃଷ୍ଟାନ୍ତ ଅତି ସ୍ପଷ୍ଟ କରିଦିଏ। ଇସ୍ରାଏଲ କ୍ଷେତ୍ରରେ ଗୁପ୍ତ ହୋଇ ରହିଥିବା ଧନ ସଦୃଶ୍ୟ। ଖ୍ରୀଷ୍ଟ ଯେ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲେ, କହିବାକୁ ଗଲେ ଏହି ଦେଶକୁ ଉଦ୍ଧାର କରିବା ନିମନ୍ତେ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କଲେ। ଆମ ପ୍ରଭୁ ତାଙ୍କ ରକ୍ତ ଦେଇ କିଣିଲେ, ଯେପରି ଆପଣ ଓ ମୋର ପରିତ୍ରାଣ ନିମନ୍ତେ କଲେ। ଜିଖରୀୟ ଲେଖନ୍ତି ଯେ ଖ୍ରୀଷ୍ଟ ପୃଥିବୀକୁ ଆଗମନ କରିବା ସମୟରେ ପରିଷ୍କାର କରିବେ। ଜିଖରୀୟ 13 ପର୍ବ ତାର 1 ପଦରେ ଲେଖା ଅଛି, ସେଦିନ ପାପ ଓ ଅସୁଚିତାର ନିମନ୍ତେ ଦାଉଦ ବଂଶର ଓ ଜେରୁସାଲମର ନିବାସୀ ଗଣର ପ୍ରତି ଏକ ନିର୍ଝର ଖୋଲାଯିବ। ତାପରେ ବହୁମୂଲ୍ୟ ମୁକ୍ତାର ଦୃଷ୍ଟାନ୍ତ କହିଥିବା ଦେଖୁଁ, ଯାହା ମାଥ୍ୟୁ 13 ପର୍ବ ତାର 45 ଏବଂ 46 ପଦରେ ଲେଖା ଅଛି। ପୁନଶ୍ଚ ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ସଦୃଶ। ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା। ଏହି ଦୃଷ୍ଟାନ୍ତର ବ୍ୟାଖ୍ୟା ଅନୁଯାୟୀ ପାପୀ ହେଉଛି ସେହି ବଣିକ ଏବଂ ବହୁମୂଲ୍ୟ ମୁକ୍ତାଟି ହେଉଛନ୍ତି ସ୍ୱୟଂ ଯୀଶୁଖ୍ରୀଷ୍ଟ। ପାପୀ ନିଜ ପାଖରେ ଥିବା ସବୁକିଛି ବିକ୍ରୟ କରିଦିଏ, ଯେପରି ସେ ଖ୍ରୀଷ୍ଟଙ୍କୁ
ପାଇପାରିବ। ଗୋଟିଏ ଗୀତରେ କୁହାଯାଇଛି, ସବୁଠାରୁ ବହୁମୂଲ୍ୟ ମୁକ୍ତାଟି ମୁଁ ପାଇଛି। ମୋର ହୃଦୟ ଆନନ୍ଦରେ ଗାନ କରୁଛି। ମୁଁ ନିଶ୍ଚୟ ଗାଇବି, କାରଣ ଖ୍ରୀଷ୍ଟ ମୋର। ଖ୍ରୀଷ୍ଟଙ୍କ ପାଇଁ ହିଁ ସମର୍ପିତ ସଙ୍ଗୀତ ମୋର। ମୁଁ ଏହି ବ୍ୟାଖ୍ୟାକୁ ଗ୍ରହଣ କରିପାରିବି ନାହିଁ, କାରଣ ଏହା ଗ୍ରହଣ କରିବା ଚିନ୍ତାଶୀଳ ବ୍ୟକ୍ତି ପାଇଁ ଯୁକ୍ତିଯୁକ୍ତ ନୁହେଁ। ପ୍ରଥମତଃ, ଏହି ଉତ୍ତମ ମୁକ୍ତାଗୁଡ଼ିକୁ କିଏ ଖୋଜୁଛି? ପାପୀମାନେ କ'ଣ ପରିତ୍ରାଣ ଖୋଜୁଛନ୍ତି କି? ମୋ ବାଇବଲରେ ସେପରି କିଛି ଲେଖା ନାହିଁ, କିମ୍ବା ମୋର ଅଭିଜ୍ଞତା ମଧ୍ୟ ସେପରି ନୁହେଁ। ପାପୀମାନେ ପରିତ୍ରାଣ ଖୋଜନ୍ତି ନାହିଁ। ବଣିକ ଜଣକ କେବେ ହେଲେ ଜଣେ ପାପୀ ହୋଇପାରିବେ ନାହିଁ, କାରଣ ମୂଲ୍ୟ ଦେବା ପାଇଁ ତାଙ୍କ ପାଖରେ କିଛି ବି ନାହିଁ। ପ୍ରଥମ କଥା ହେଉଛି, ସେ ଖ୍ରୀଷ୍ଟଙ୍କୁ ଖୋଜୁନାହାନ୍ତି, ଏବଂ ଯଦି ସେ ଖୋଜୁଥାନ୍ତେ ତେବେ ସେ ତାଙ୍କୁ କିପରି ବା କିଣିପାରିଥାନ୍ତେ? ବଣିକ ଜଣକ ନିଜ ପାଖରେ ଥିବା ସବୁକିଛି ବିକ୍ରି କରିଦେବା ଦେଖୁଁ। ଜଣେ ପାପୀ ନିଜ ଅପରାଧ ଓ ପାପରେ ମୃତ ଥିବା ସମୟରେ ସେ କିପରି ସର୍ବସ୍ୱ ବିକ୍ରୟ କରିପାରିବ? ଈଶ୍ୱରଙ୍କର ବାକ୍ୟ ଅତି ସ୍ପଷ୍ଟ ଯେ ଖ୍ରୀଷ୍ଟ ଓ ପରିତ୍ରାଣକୁ କିଣିପାରିବା ନାହିଁ। ପରିତ୍ରାଣ ଦାନ ଅଟେ। ଜହନ 3 ତାର 16 କହେ, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଈଶ୍ୱର ପ୍ରେମ କରିବାରୁ ଦେଲେ। ରୋମିଓ 6 ତାର 23 କହେ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଏହି ଦୃଷ୍ଟାନ୍ତର ସଠିକ୍ ବ୍ୟାଖ୍ୟା ପ୍ରକାଶ କରେ ଯେ ଖ୍ରୀଷ୍ଟ ହିଁ ହେଉଛନ୍ତି ସେହି ବଣିକ। ସେ ନିଜର ସ୍ୱର୍ଗୀୟ ଐଶ୍ୱର୍ଯ୍ୟ ତ୍ୟାଗ କରି ଏହି ପୃଥିବୀକୁ ଏକ ବହୁମୂଲ୍ୟ ମୁକ୍ତା ଖୋଜିବା ପାଇଁ ଆସିଥିଲେ। ସେ ହଜିଯାଇଥିବା ପାପୀମାନଙ୍କୁ ପାଇଲେ ଏବଂ ନିଜର ବହୁମୂଲ୍ୟ ରକ୍ତ ଦେଇ ସେମାନଙ୍କ ପାଇଁ ମୃତ୍ୟୁବରଣ କଲେ। ଆମକୁ ଜାଣିବା ପାଇଁ ଏବଂ ପରମେଶ୍ୱରଙ୍କ ନିକଟରେ ଆମର ମୁକ୍ତିର ପାଇଁ ସେ ନିଜ ପାଖରେ ଥିବା ସବୁକିଛି ବିକ୍ରି କରିଦେଲେ, ଅର୍ଥାତ୍ ଉତ୍ସର୍ଗ କଲେ। ପାଉଲ କରନ୍ଥୀୟମାନଙ୍କୁ ଏହା କହିଥିଲେ। 2 କରନ୍ଥୀୟ ତାର 8 କହେ, କାରଣ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ, କିପରି ତୁମମାନଙ୍କ ନିମନ୍ତେ ଦରିଦ୍ର ହେଲେ, ସେ ଈଶ୍ୱରଙ୍କ ନିମନ୍ତେ ମୁକ୍ତ କଲେ, ଆମକୁ କିଣିଲେ। ବର୍ତ୍ତମାନ ଆସନ୍ତୁ କିଛି ସମୟ ପାଇଁ ଏହି ମୁକ୍ତା ବିଷୟରେ ଆଲୋଚନା କରିବା। ମୁକ୍ତାଟି ଏଠାରେ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛି। ମୁକ୍ତା ହୀରା ଭଳି କୌଣସି ପଥର ନୁହେଁ। ଏହା ଏକ ଜୀବନ୍ତ ପ୍ରାଣୀ ଦ୍ୱାରା ସୃଷ୍ଟି ହୋଇଥାଏ। ବାଲିର ଏକ କଣିକା କିମ୍ବା ଅନ୍ୟ କୌଣସି ବାହ୍ୟ ପଦାର୍ଥ ଏକ କ୍ଷୁଦ୍ର ସାମୁଦ୍ରିକ ଶାମୁକା ଖୋଳପା ମଧ୍ୟରେ ପ୍ରବେଶ କରେ। ଏହା ସେହି ଜୀବନକୁ ଯନ୍ତ୍ରଣା ଏବଂ କଷ୍ଟ ଦିଏ। ଏହାର ପ୍ରତିକ୍ରିୟା ସ୍ୱରୂପ ସେ ଜୀବଟି ନିଜ ଶରୀରରୁ ଏକ ପ୍ରକାରର ରସ ନିର୍ଗତ କରେ, ଯାହା ସେହି ବାହ୍ୟ ପଦାର୍ଥ ଉପରେ ଏକ ଆଭରଣ ସୃଷ୍ଟି କରେ। ସେହି ତରଳ ପଦାର୍ଥ ଜମା ହୋଇ ଶେଷରେ ମୁକ୍ତା ତିଆରି ହୁଏ। ଏହା ମାଣିକ କିମ୍ବା ହୀରା ନୁହେଁ, ବରଂ ଏକ ସୁନ୍ଦର ଧଳା ମୁକ୍ତା। ଇସ୍ରାଏଲିଆମାନେ ମୁକ୍ତାକୁ ମୂଲ୍ୟବାନ ବୋଲି କେବେ ଭାବୁନଥିଲେ। ଧର୍ମଶାସ୍ତ୍ରର ଅନେକ ପଦ ଆମକୁ ଏ ବିଷୟରେ କହେ। ଉଦାହରଣ ସ୍ୱରୂପ ଆୟୋବ 28 ତାର 18ରେ ମୁକ୍ତାକୁ ପ୍ରବାଳ ସହିତ ତୁଳନା କରାଯାଇଛି। ଯଦିଓ ଏବ୍ରିୟମାନଙ୍କ ମଧ୍ୟରେ ମୁକ୍ତାକୁ ମୂଲ୍ୟବାନ ମନେ କରାଯାଉନଥିଲା, କିନ୍ତୁ ଅଣଜିହୁଦୀ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ ଥିଲା। ଯେତେବେଳେ ଖ୍ରୀଷ୍ଟ ଉତ୍ତମ ମୁକ୍ତା ଶବ୍ଦ 45 ବ୍ୟବହାର କଲେ, ମୁଁ ଭାବୁଛି ତାଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଥିବେ ଯେ ସେ ଏପରି କାହିଁକି କହିଲେ। ପ୍ରାଚ୍ୟ ଦେଶର ଲୋକମାନେ ମୁକ୍ତାକୁ ନିର୍ଦ୍ଦୋଷତା ଏବଂ ପବିତ୍ରତାର ଏକ ପ୍ରତୀକ ବୋଲି ଭାବୁଥିଲେ, ଯାହା କେବଳ ରାଜା ଏବଂ ଶକ୍ତିଶାଳୀ ଶାସକମାନଙ୍କ ବ୍ୟବହାର ଯୋଗ୍ୟ ଥିଲା। ଏହି ସମସ୍ତ ସୂଚନାକୁ ନେଇ ପୁଣି ଥରେ ଏହି ଦୃଷ୍ଟାନ୍ତ ଉପରେ ଚିନ୍ତା କରିବା। ଖ୍ରୀଷ୍ଟ ଏହି ଜଗତକୁ ଜଣେ ବଣିକ ଭାବରେ ଆସିଲେ। ସେ ଦେଖିଲେ ଯେ ମନୁଷ୍ୟ ପାପ କରିଛି। ସେ ମନୁଷ୍ୟର ସମସ୍ତ ପାପ ନିଜ ଉପରକୁ ନେଲେ। ଆମର ପାପ ତାଙ୍କ ପାଇଁ ବାହ୍ୟ ପଦାର୍ଥ ପରି ଥିଲା। ଆମରି ପାଇଁ ସେ ନିଜେ ପାପ ସ୍ୱରୂପ ହେଲେ। ଯେମିତି କେହି ଜଣେ କହିଛନ୍ତି, ମୁଁ ଏକ ବର୍ଚ୍ଛାର ଆଘାତ ଦ୍ୱାରା ଖ୍ରୀଷ୍ଟଙ୍କ ହୃଦୟ ମଧ୍ୟରେ ପ୍ରବେଶ କଲି। ଯିଶାୟା 53 ତାର 5 କହେ। ମାତ୍ର ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ପାପୀ ପ୍ରତି ଖ୍ରୀଷ୍ଟଙ୍କର ପ୍ରତିକ୍ରିୟାକୁ ଲକ୍ଷ୍ୟ କରନ୍ତୁ।
ସେ ଆମକୁ ନିଜର ଧାର୍ମିକତା ଦିଅନ୍ତି। ସେ ଆମକୁ ନିଜର ଧାର୍ମିକତା ରୂପ ବସ୍ତ୍ରରେ ଆଚ୍ଛାଦିତ କରନ୍ତି। ଏଫେସୀୟ 2 ପର୍ବ ତାର 10 ପଦ କହେ, କାରଣ ଆମ୍ଭେମାନେ ତାହାଙ୍କ ରଚନା, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ଖ୍ରୀଷ୍ଟ ଆମକୁ ଆଜି ଆମେ ଯେପରି ଅଛୁ ସେ ରୂପେ ଦେଖନ୍ତି ନାହିଁ, ବରଂ ଭବିଷ୍ୟତରେ ଆମେ ଯେ ରୂପ ଧାରଣ କରିବୁ ସେହି ରୂପରେ ଦେଖନ୍ତି ଯେତେବେଳେ ଆମେ ତାଙ୍କ ନିକଟରେ ଉପସ୍ଥାପିତ ହେବୁ। ଏଫେସୀୟ 5 ପର୍ବ ତାର 27 କହେ, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ଖ୍ରୀଷ୍ଟଙ୍କ ପାଖରେ ଯାହା କିଛି ଥିଲା ବିକ୍ରି କଲେ, ଯେପରି ସେ ଆମକୁ କିଣିପାରିବେ। ପ୍ରଥମ ଯୋହନ 3 ପର୍ବ 2 କହେ, ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଯେତେବେଳେ ଆମେ ବାଇବଲର ଶେଷ ପୁସ୍ତକ ପ୍ରକାଶିତ ବାକ୍ୟ ପଢ଼ୁ, ସେଠାରେ ଆମେ ନୂତନ ଜେରୁସାଲେମ ବିଷୟରେ ଲେଖାଯାଇଥିବା ଦେଖୁଁ, ଯାହା ମଣ୍ଡଳୀର ଭବିଷ୍ୟତର ବାସସ୍ଥାନ। ସେହି ନଗରର ବାହାର ପାର୍ଶ୍ୱରେ ଥିବା ଚିହ୍ନକୁ ଲକ୍ଷ୍ୟ କରନ୍ତୁ। ସେହି ଦ୍ୱାରଗୁଡ଼ିକ ମୁକ୍ତାରେ ନିର୍ମିତ। ଏହା କୌଣସି ଦୁର୍ଘଟଣା ନୁହେଁ। ଖ୍ରୀଷ୍ଟଙ୍କ ଯୋଜନା ଅନୁଯାୟୀ ତାହାକୁ ଏପରି ଭାବରେ ପ୍ରସ୍ତୁତ କରାଯାଇଛି। ସେ ହିଁ ସେହି ବଣିକ। ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା। ତାପରେ ଆମେ ଆଉ ଏକ ଦୃଷ୍ଟାନ୍ତ କହିଥିବା ଦେଖୁ। ମତ୍ସ୍ୟ ସଂଗ୍ରହ କରିବା ପାଇଁ ସମୁଦ୍ରରେ ଜାଲ ପକାଇବା ବିଷୟରେ କହୁଥିବା ଦେଖୁ। ମାଥ୍ୟୁ 13 ପର୍ବ ତାର 47-49 ପଦରେ ଲେଖା ଅଛି, ପୁନଶ୍ଚ ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣାଜାଲ ସଦୃଶ। ତାହା ପୂର୍ଣ୍ଣ ହୁଅନ୍ତି ଲୋକେ କୂଳକୁ ଟାଣି ଆଣିଲେ, ପୁଣି ବସି ଭଲଯାକ ଖାଲଇରେ ଏକାଠି କରି ରଖିଲେ, କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ି ଦେଲେ। ଯୁଗାନ୍ତ ସମୟରେ ସେହିପରି ଘଟିବ। ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ବିଭିନ୍ନ କରିବେ। ଯୁଗାନ୍ତ ସମୟରେ ସେହିପରି ଘଟିବ। ଏଠାରେ ଜଗତ ପାଇଁ ଗ୍ରୀକ୍ ଶବ୍ଦ ଏଇଓନ୍ ବ୍ୟବହାର କରାଯାଇଛି, ଯାହାର ଅର୍ଥ ହେଉଛି ଯୁଗ। ବାଇବଲ ଏହି ପୃଥିବୀର ସମ୍ପୂର୍ଣ୍ଣ ବିନାଶ ବିଷୟରେ ଶିକ୍ଷା ଦିଏ ନାହିଁ। ଏହା ସତ୍ୟ ଯେ ସମୟର ଅନ୍ତ ହେବ, କିନ୍ତୁ ତାହାପରେ ଅନନ୍ତକାଳ ଆରମ୍ଭ ହେବ। ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ କହିପାରିବି ନାହିଁ। ମୁଁ ଏପର୍ଯ୍ୟନ୍ତ ଏପରି କାହାକୁ ଭେଟି ନାହିଁ ଯିଏ ଏହା କରିପାରିବ। ଯୁଗର ଶେଷ ହେବାର ଅର୍ଥ ହେଉଛି ସେହି ସମୟ ଯେତେବେଳେ ଖ୍ରୀଷ୍ଟ ଏହି ପୃଥିବୀରେ ନିଜର ରାଜ୍ୟ ସ୍ଥାପନ କରିବା ପାଇଁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବେ। ମାଥ୍ୟୁ 13 ପର୍ବ ତାର 50 ପଦରେ ଲେଖା ଅଛି, ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ଆମ ପ୍ରଭୁ ଏହି ଅଂଶରେ ସ୍ପଷ୍ଟ କରିଛନ୍ତି ଯେ ହଜିଯିବା ବା ପରିତ୍ରାଣରୁ ବଞ୍ଚିତ ହେବା ଏକ ଭୟଙ୍କର ବିଷୟ। ମୁଁ କେତେଜଣ ବୈଜ୍ଞାନିକଙ୍କ ଦ୍ୱାରା ଲିଖିତ ଏକ ଗବେଷଣା ପତ୍ର ପଢ଼ିବାରେ ବହୁତ ଆଗ୍ରହୀ ଥିଲି, ଯେଉଁମାନେ ବିଭିନ୍ନ କ୍ଷେତ୍ରର କିଛି ବୈଜ୍ଞାନିକ ପ୍ରମାଣ ଉପସ୍ଥାପନ କରୁଥିଲେ। ସେମାନଙ୍କର ମୁଖ୍ୟ ବିଷୟ ଥିଲା ଯେ ବିଜ୍ଞାନ ଅନେକ ଜିନିଷ ବିଷୟରେ ନିଶ୍ଚିତ ନୁହେଁ। ଉଦାହରଣ ସ୍ୱରୂପ, ପରମାଣୁ ବିସ୍ଫୋରଣ ଦ୍ୱାରା ପ୍ରକୃତରେ କ'ଣ ହେବ ସେ ବିଷୟରେ ସେମାନେ ନିଶ୍ଚିତ ନଥିଲେ। ଜୀବାଣୁ ଯୁଦ୍ଧର ପରିଣାମ କ'ଣ ହେବ ସେ ନେଇ ମଧ୍ୟ ସେମାନେ ନିଶ୍ଚିତ ନଥିଲେ। ଜନ୍ମ ନିୟନ୍ତ୍ରଣ ବଟିକାର ପ୍ରଭାବ ବିଷୟରେ ମଧ୍ୟ ସେମାନେ ସ୍ପଷ୍ଟ ନଥିଲେ। ଏପରି ଅନେକ ବିଷୟ ସେଠାରେ ଉଲ୍ଲେଖ କରାଯାଇଥିଲା। ତାପରେ ସେହି ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ଏହା କହିଥିଲେ, ଏହା ଠିକ୍ ଅନନ୍ତକାଳର ବିଷୟ ଭଳି। ସ୍ୱର୍ଗ କିମ୍ବା ନରକ ଅଛି କି ନାହିଁ ତାହା ହୁଏତ ଆପଣ ଜାଣିନଥାଇପାରନ୍ତି, କିନ୍ତୁ ଆପଣ ସ୍ୱର୍ଗକୁ ଯାଉଛନ୍ତି ବୋଲି ନିଶ୍ଚିତ ହେବା ଭଲ। କାରଣ ଯଦି ଆପଣ ଭୁଲ ବି ହୁଅନ୍ତି ତଥାପି ଆପଣ ସୁରକ୍ଷିତ ରହିବେ। କିନ୍ତୁ ଯଦି ନରକ ନାହିଁ ବୋଲି ଭାବି ଆପଣ ଭୁଲ କରି ବସନ୍ତି, ତେବେ ପରିସ୍ଥିତି ନିଶ୍ଚିତ ଭାବେ ଅତି ଭୟଙ୍କର ହେବ। ଆମ ପ୍ରଭୁ ଏହା ଅତି ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରକୃତରେ ଅତି ଭୟଙ୍କର ହେବାକୁ ଯାଉଛି। ଆଜିକାଲିର ଯୁଗରେ ଜଣେ ଚତୁର ବ୍ୟକ୍ତିକୁ ଆଧୁନିକ ବୋଲି ବିବେଚନା କରାଯାଏ। ନିଶ୍ଚିତ ଭାବରେ ଯଦି ଆପଣ
ନରକର ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ତେବେ କେହି ଆପଣଙ୍କୁ ପୁରୁଣାକାଳିଆ ବୋଲି କହିବେ ନାହିଁ। କିନ୍ତୁ ପ୍ରକୃତରେ ଆପଣ ଏ ବିଷୟରେ କିଛି ବି ଜାଣନ୍ତି ନାହିଁ। ଜାଣନ୍ତି କି? ଆପଣ ମଧ୍ୟ ତ ଏ ବିଷୟରେ ଜାଣିନାହାନ୍ତି। ମୁଁ କେବଳ ଏତିକି ଜାଣେ ଯେ ଏହି ପବିତ୍ର ପୁସ୍ତକରେ କ'ଣ ଲେଖା ଅଛି। ଯେହେତୁ ବାଇବଲର ପ୍ରତ୍ୟେକଟି ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି, ମୋର ନିଜ ଜୀବନରେ ମୁଁ ଏହାକୁ ସତ୍ୟ ବୋଲି ପ୍ରମାଣ ପାଇଛି। ତେଣୁ ମୁଁ ଏହାକୁ ବିନା ଦ୍ୱିଧାରେ ଗ୍ରହଣ କରେ ଯେ ନରକ ବିଷୟରେ ଏହାର ବର୍ଣ୍ଣନା ସମ୍ପୂର୍ଣ୍ଣ ସଠିକ୍। ମୁଁ ସେହି ଆଧାରରେ ହିଁ କାର୍ଯ୍ୟ କରେ। ଏହା କେବଳ ଏକ ଆଧାର ନୁହେଁ, ବରଂ ଏକ ନିରାଟ ସତ୍ୟ। ଯଦି ଆପଣଙ୍କୁ କୁହାଯାଏ ଯେ ଆପଣଙ୍କ ସହରରେ ଏକ ସାମୁଦ୍ରିକ ଝଡ଼ ମାଡ଼ ହେବାକୁ ଯାଉଛି, ତେବେ ଆପଣ କ'ଣ କରିବେ? ଆପଣଙ୍କୁ ଏହି ସୂଚନା ମିଳିବା ପରେ ହୁଏତ କେହି ଜଣେ ଆସି କହିପାରେ, ଆରେ ସେମାନେ ତ 10 ବର୍ଷ ତଳେ ବି ବାତ୍ୟା ଆସିବ ବୋଲି ଚେତାବନୀ ଦେଇଥିଲେ, କିନ୍ତୁ କିଛି ବି ବାତ୍ୟା ଆସିଲା ନାହିଁ। ମୁଁ ଭାବୁଛି ଆପଣ ବୋଧହୁଏ କହିବେ, ହୋଇପାରେ ସେମାନେ 10 ବର୍ଷ ତଳେ ଭୁଲ ଥିଲେ, କିନ୍ତୁ ଏଥର ସେମାନେ ଠିକ୍ ହୋଇଥାଇପାରନ୍ତି। ତେଣୁ ମୁଁ ଭାବୁଛି ମୁଁ ଏକ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଯିବା ଭଲ। ଯଦି ଆପଣ ତାହା ନ କରନ୍ତି, ତେବେ ଆପଣ ଜଣେ ନିର୍ବୁଦ୍ଧ ବୋଲି ପ୍ରମାଣିତ ହେବେ। ତେବେ ସେହି ବ୍ୟକ୍ତି ବିଷୟରେ କ'ଣ କୁହାଯିବ? ଯିଏ ନରକ ବିଷୟରେ ଖ୍ରୀଷ୍ଟଙ୍କ ଚେତାବନୀକୁ ପ୍ରତ୍ୟାଖ୍ୟାନ କରେ। ସେ କହେ, ମୁଁ ଦେଖିବି କ'ଣ ହେଉଛି। ଯଦି ସେ ଭୁଲ ପ୍ରମାଣିତ ହୁଏ, ତେବେ ତାହା ଅତି ଭୟଙ୍କର ହେବ। ଆମ ପ୍ରଭୁ ଯୀଶୁ ନିଜେ ଏହି ଦୃଷ୍ଟାନ୍ତ ମଧ୍ୟ ଦେଇ ଏହି ସତ୍ୟକୁ ଅତି ସ୍ପଷ୍ଟ କରିଛନ୍ତି, ଯେତେବେଳେ ସେ କହନ୍ତି, ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ। ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। କେତେକ ଲୋକ ଏହି ପଦକୁ ଏକ ଦୃଷ୍ଟାନ୍ତ ବୋଲି କହନ୍ତି ଏବଂ ଅନ୍ୟମାନେ ଏହାକୁ ସେପରି ଭାବନ୍ତି ନାହିଁ। ଯାହା ହେଉନା କାହିଁକି, ଏହି ଗୋଟିଏ ମାତ୍ର ପଦର ବିଷୟବସ୍ତୁ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ। ମାଥ୍ୟୁ 13 ପର୍ବ ତାର 52 ପଦରେ ଲେଖା ଅଛି, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗ ରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ। ଏହା ଅତ୍ୟନ୍ତ ବ୍ୟକ୍ତିଗତ ପଦ, ବିଶେଷ କରି ଆମ ପରି ଲୋକଙ୍କ ପାଇଁ, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶିକ୍ଷା ଦିଅନ୍ତି ଏବଂ ପ୍ରଚାର କରନ୍ତି। ମୋତେ ଉଭୟ ପୁରାତନ ଏବଂ ନୂତନ ବିଷୟଗୁଡ଼ିକୁ ସାମ୍ନାକୁ ଆଣିବାକୁ ହେବ। କେତେକ ଲୋକ ମୋତେ କହନ୍ତି, ଓ ମୁଁ ଏସବୁ ଆଗରୁ ଶୁଣିଛି। ନିଶ୍ଚିତ ଭାବରେ ସେମାନେ ଶୁଣିଥିବେ, କିନ୍ତୁ ପୁରାତନ ସତ୍ୟଗୁଡ଼ିକୁ ପୁନର୍ବାର ଉପସ୍ଥାପନ କରିବା ମୋର କର୍ତ୍ତବ୍ୟ। ତଥାପି ମୁଁ ଆଶା କରେ ଯେ ତାହା ସହିତ କିଛି ନୂତନ ଚିନ୍ତାଧାରା ମଧ୍ୟ ପ୍ରଦାନ କରିପାରିବି। ପ୍ରଭୁ ଯୀଶୁ ତାଙ୍କ ନିଜ ଲୋକମାନଙ୍କ ନିକଟରୁ ଆସିଲେ, କିନ୍ତୁ ସେମାନେ ଅଗ୍ରାହ୍ୟ କଲେ। ଏହି ଦୃଷ୍ଟାନ୍ତ ଶିକ୍ଷା ଦେବା ପରେ ପ୍ରଭୁ ଯୀଶୁ ସେଠାରୁ ପ୍ରସ୍ଥାନ କଲେ ଏବଂ ନିଜ ଗ୍ରାମ ନାଜରିତ ଅଭିମୁଖେ ଯାତ୍ରା କଲେ। ମାଥ୍ୟୁ 13 ପର୍ବ ତାର 54 ପଦରେ ଲେଖା ଅଛି, ଆଉ ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜ ଗୃହରେ ଏପରି ଶିକ୍ଷା ଦେଲେ ଯେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା? ମୁଁ ପୁଣି ଥରେ ଆପଣଙ୍କ ଦୃଷ୍ଟି ଏହି ବିଷୟ ପ୍ରତି ଆକର୍ଷଣ କରିବାକୁ ଚାହେଁ ଯେ ଖ୍ରୀଷ୍ଟଙ୍କ ସମୟରେ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରିବେ କି ନାହିଁ, ସେ ନେଇ କେହି କେବେ ପ୍ରଶ୍ନ କରୁନଥିଲେ। ସେମାନଙ୍କର ପ୍ରଶ୍ନ ଥିଲା, ଏହି ବ୍ୟକ୍ତି ଏପରି ଜ୍ଞାନ ଏବଂ ଏହିସବୁ ଶକ୍ତିଶାଳୀ କାର୍ଯ୍ୟ କରିବାର ଶକ୍ତି କିପରି ପାଇଲେ? ସେ ଜ୍ଞାନ କେଉଁଠୁ ପାଉଛନ୍ତି ଏବଂ ସେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କିପରି କରିପାରୁଛନ୍ତି? ମାଥ୍ୟୁ 13 ପର୍ବ ତାର 55 ପଦରେ ଲେଖା ଅଛି, ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମା' ନାଁ କ'ଣ ମରିୟମ ନୁହେଁ? ପୁଣି ଏହାର ଭାଇମାନଙ୍କ ନାଁ କ'ଣ ଯାକୋବ, ଯୋସେଫ, ସିମୋନ ଓ ଯେହୁଦା ନୁହେଁ? ଏ କି ସେହି ବଢ଼େଇର ପୁଅ ନୁହେଁ? ଏହା ହିଁ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ସେ ପ୍ରକୃତରେ କିଏ ଥିଲେ ତାହା ସେମାନେ ଜାଣିପାରିଲେ ନାହିଁ। ସେମାନଙ୍କ ପାଇଁ ସେ କେବଳ ଜଣେ ବଢ଼େଇର ପୁଅ ଥିଲେ। ଆଜିର ସମୟରେ ମଧ୍ୟ କେତେକ ଲୋକଙ୍କ ପାଇଁ ସେ କେବଳ ସେତିକି। ସେମାନେ ଭାବନ୍ତି ଯେ ସେ ଜଣେ ମହାନ ଶିକ୍ଷକ, ଜଣେ ମହାନ ବ୍ୟକ୍ତି ଏବଂ ଜଣେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ବ୍ୟକ୍ତି ଥିଲେ, କିନ୍ତୁ ସେମାନଙ୍କ ପାଇଁ ସେ କେବଳ ଜଣେ ବଢ଼େଇଙ୍କ ପୁଅ ଥିଲେ। ମାଥ୍ୟୁ 13 ପର୍ବ ତାର 56 ପଦରେ ଲେଖା ଅଛି, ଆଉ ଏହାର ଭଉଣୀମାନେ କ'ଣ ସମସ୍ତେ ଆମମାନଙ୍କ ସଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା? ଏହା ସ୍ପଷ୍ଟ ଯେ ପ୍ରଭୁ ଯୀଶୁଙ୍କର ଭାଇ ଓ ଭଉଣୀମାନେ ଥିଲେ,
ନିଶ୍ଚିତ ଭାବରେ ସେମାନେ ତାଙ୍କର ଭାଇ ଓ ଭଉଣୀ ଥିଲେ। ସେମାନେ ତାଙ୍କଠାରୁ ବୟସରେ ସାନ ଥିଲେ ଏବଂ ମରିୟମ ଓ ଯୋସେଫଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁନରୁତ୍ଥାନ ପର୍ଯ୍ୟନ୍ତ ସେମାନେ ବୁଝିପାରିନଥିଲେ ଯେ ସେ ପ୍ରକୃତରେ ଈଶ୍ୱରଙ୍କର ପୁତ୍ର ଥିଲେ। ମାଥ୍ୟୁ 13 ପର୍ବ ତାର 57 ପଦରେ ଲେଖା ଅଛି, ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ। ଦେଖନ୍ତୁ, ତାଙ୍କର ନିଜ ଗ୍ରାମର ଲୋକମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହିତ ଏତେ ପରିଚିତ ଥିଲେ ଯେ ସେମାନେ ତାଙ୍କଠାରେ ବାଧା ପାଇଲେ, ଅର୍ଥାତ୍ ସେମାନେ ତାଙ୍କ ପ୍ରତି ଅସନ୍ତୁଷ୍ଟ ହେଲେ। ମୁଁ ଭାବୁଛି ସେମାନେ କହିଥିବେ, ଆମେ ତାଙ୍କ ପରିବାରକୁ ଜାଣୁ, ସେ ଆମର ମଧ୍ୟରେ ବଢ଼ିଛନ୍ତି, ସେ ଯାହା ସବୁ ଶିକ୍ଷା ଦେଉଛନ୍ତି ସେଗୁଡ଼ିକ କେଉଁଠାରୁ ପାଉଛନ୍ତି। ମାଥ୍ୟୁ 13 ପର୍ବ ତାର 58 ପଦରେ ଲେଖା ଅଛି, ଆଉ ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ। ଏଠାରେ ମହାନ ବିଷୟ ପ୍ରକାଶ ପାଇଥିବା ଦେଖୁ। ପ୍ରଭୁ ଯୀଶୁ ଏହି ପୃଥିବୀରେ ଥିବା ସମୟରେ ପରମେଶ୍ୱରଙ୍କର ଶକ୍ତିକୁ ସମ୍ପୂର୍ଣ୍ଣ ପ୍ରକାଶ କରିପାରିନଥିଲେ। ତାହା ଥିଲା ଅବିଶ୍ୱାସ। ସେମାନଙ୍କର ଅବିଶ୍ୱାସ ହେତୁ ସେ ସେଠାରେ ଅଧିକ ପରାକ୍ରମର କାର୍ଯ୍ୟ କଲେ ନାହିଁ। ଏହାର ଅର୍ଥ ଏହା ନୁହେଁ ଯେ ସେ ସେହି କାର୍ଯ୍ୟଗୁଡ଼ିକ କରିବାକୁ ସମର୍ଥ ଥିଲେ, ମାତ୍ର ସେମାନଙ୍କର ଅବିଶ୍ୱାସ ଯୋଗୁଁ ସେ ସେଠାରେ ଅତି ଅଳ୍ପ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଆପଣଙ୍କର ଏବଂ ମୋର ସବୁଠାରୁ ବଡ଼ ସମସ୍ୟା ହେଉଛି ଆମ ପାଖରେ ବିଶ୍ୱାସ କରିବା ପାଇଁ ସେହି ଭରସା ନାହିଁ। ମୁଁ ଏଠାରେ ମନୁଷ୍ୟର ପରିତ୍ରାଣ ପାଇଁ ଆବଶ୍ୟକ ହେଉଥିବା ବିଶ୍ୱାସ ବିଷୟରେ କହୁଛି। ଆମକୁ ସେହିଭଳି ବିଶ୍ୱାସ ଦରକାର ଯାହା ହଜିଯାଇଥିବା ଲୋକଙ୍କୁ ଖ୍ରୀଷ୍ଟ ଉଦ୍ଧାର କରିପାରିବେ। ପ୍ରଭୁ ମହାନ ସତ୍ୟକୁ ପ୍ରକାଶ କରିଛନ୍ତି, ତାକୁ ଅଣଦେଖା ନ କରୁ, ପ୍ରଭୁଙ୍କଠାରେ ବିଶ୍ୱାସ କରୁ, ତେବେ ଆଶୀର୍ବାଦ ପାଇବା। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ, ତୁମରି ମହିମା କରୁଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ଆଜିର ବାକ୍ୟରୁ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ପ୍ରେମିକ ପ୍ରିୟ ପ୍ରଭୁ, ଏତେବେଳେ ପ୍ରାର୍ଥନା କରୁଛୁ ଆମେମାନେ ସବୁବେଳେ ଯେପରି ତୁମରି ବାକ୍ୟ ପ୍ରତି ମନୋଯୋଗୀ ହେବୁ, ତୁମର ବାକ୍ୟକୁ ନିଜ ନିଜର ହୃଦୟ ମଧ୍ୟରେ ସଞ୍ଚୟ କରି ରଖିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ପ୍ରେମିକ ପ୍ରିୟ ପ୍ରଭୁ, ଏତେବେଳେ ପ୍ରାର୍ଥନା କରୁଛୁ ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କ ନିମନ୍ତେ। ସେମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ସେମାନଙ୍କର ସମସ୍ତ ଚିନ୍ତାର ଭାର ତୁମେ ବହନ କର। ପ୍ରେମମୟ ସ୍ୱର୍ଗସ୍ଥ ପିତା, ସେମାନଙ୍କର ଯାହା ବି ସୁବିଧା ଅସୁବିଧା ରହିଅଛି, ସମସ୍ତ ପ୍ରକାର ସୁବିଧା ଅସୁବିଧାରେ ସେମାନଙ୍କର ସମସ୍ତ ବିଷୟରେ ପ୍ରଭୁ ତୁମେ ହିଁ ବୁଝ। ଦୟାଳୁ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦେଉଛୁ। ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ ଯୀଶୁ ଦୃଷ୍ଟାନ୍ତଗୁଡ଼ିକ ମାଧ୍ୟମରେ ଗୁପ୍ତ ସତ୍ୟକୁ ପ୍ରକାଶ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଯୁଗାନ୍ତରେ ମନ୍ଦ ଏବଂ ଉତ୍ତମ ମଧ୍ୟରେ କିପରି ଏକ ଚୂଡ଼ାନ୍ତ ବିଭାଜନ ହେବ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ବି ବାଳୁଙ୍ଗା। ଆଜିର ପ୍ରଶ୍ନଟି ହେଉଛି ପରିତ୍ରାଣ କ'ଣ? ଏ ପୁରସ୍କାର, ବି ଉପହାର, ସି କର୍ତ୍ତବ୍ୟ, ଡି ଆଇନ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমକୁ জଣାইବାକୁ অনুরোধ। যদি আপনার আম কার্যক্রম ভাল লাগুଛି ତେବେ
0444908126 ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଜଗତସିଂହପୁରରୁ ବର୍ଷାରାଣୀ ଖୁଣ୍ଟିଆ।